गाड़ी खराब ହେଇଗଲା ମଝି ରାସ୍ତାରେ। ହାय ସାଙ୍ଗମାନେ, ତ ମର୍ଣ୍ଣିଂରେ ଆମେ ବାହାରି ପଡ଼ିଥିଲୁ ଯିବା ପାଇଁ ଫୁଲବାଣୀ। ତ ରାସ୍ତାରେ ଏଇ ମାଙ୍କଡ଼ଟା ବସିକି ଖାଉଥିଲା ନଡ଼ିଆ, ଆଉ ଆମ ବସ୍ ଦେଖି ଧାଇଁ ପଳେଇଲା। ଆଉ ମୁଁ ସୁନ୍ଦର ଭିୟୁକୁ ଦେଖିକି ଚାଲିଛି। ଆଉ ବସ୍ରେ ବସିଲା ମାନେ ଅବଭିୟସଲି ନିଦ ହବ, ଆଉ ମୋତେ ବି ବହୁତ ଜୋର ସେ ନିଦ ହେଉଥିଲା। ଆଉ ଶୋଇ ଶୋଇ କେତେବେଳେ ଫୁଲବାଣୀ ପହଞ୍ଚିଗଲି ସେଇଟା କିଛି ଜଣା ପଡ଼ିଲା ନାହିଁ। ଫୁଲବାଣୀରେ ପହଞ୍ଚିକି ଆମେ ଡାଇରେକ୍ଟ ପଳେଇଥିଲୁ ମେଡ଼ିକାଲ ଯାଇକି ସବୁ ଚେକଅପ୍ ଆଉ ରିପୋର୍ଟ ସବୁ ଦେଖାଦେଖି କରିବା ପରେ ଆମେ ଯାଇଥିଲୁ ଟିକେ ବ୍ରେକଫାଷ୍ଟ କରିବା ପାଇଁ, ମାନେ କରିନଥିଲି ବ୍ରେକଫାଷ୍ଟ। ତାପରେ ପଳେଇଥିଲୁ ମାର୍କେଟିଂ କରିବା ପାଇଁ। ଯାଇଥିଲୁ ଆମେ ବମ୍ବେ ବିଗ୍ ବଜାର, ଯୋଉଥିରେ କି ହରେକ ମାଲ 120 to 30 रुपीज, ଆଉ ସେଠି ବହୁତ ସାରା ସପିଂ କଲୁ। ଦେନ୍ ପଳେଇଥିଲୁ ଆଉ ଥରେ ସପିଂ କରିବା ପାଇଁ ରିଲାଏନ୍ସ ସ୍ମାର୍ଟ ବଜାର। ତ ସେଇଠି ବି ବହୁତ ସାରା ସପିଂ କଲୁ। ଆଉ ସେଇଠୁ ଆସିବା ପରେ ମୁଁ ଆଇସ୍କ୍ରିମ୍ ଖାଇବି କହିଲାରୁ ମାମା ଏଠି ମୋତେ ଆଇସ୍କ୍ରିମ୍ ଖୋଲିବାର ଟ୍ରିକ୍ କରୁଛନ୍, ଏମିତି ଖୋଲୁ ମୁଁ କହୁଛି ଆଉ। ବଟ୍ ତାପରେ ଆଇସ୍କ୍ରିମ୍ ଖାଇବା ଟେଷ୍ଟ କଲୁ, କିନ୍ତୁ ବହୁତ ନୂଆ ଏକ୍ସପିରିଏନ୍ସ କରିବା ଚକ୍କରରେ ମୁଁ ପୁରା ବେକାର ଏକ୍ସପିରିଏନ୍ସ ହେଇଯାଉଛି। ଆଇସ୍କ୍ରିମ୍ ଏତେ ବେକାର ଥିଲା, ମୋତେ ତ ଇଚ୍ଛା ହିଁ ହଉନଥିଲା ଖାଇବା ପାଇଁ। ତାପରେ ବସ୍ରେ ବସି ପଡ଼ିଲୁ, ଆଉ ବସ୍ ବି ଏମିତି ଜାଗାରେ ଗୋଟେ ଖରାପ ହେଲା ଯେ ନା ଆଗକୁ ଯାଇ ହଉଥିଲା ନା ପଛକୁ ଯାଇ ହଉଥିଲା। ଗଛ ଗୋଟେ ନଥିଲା ଯୋଉଠିକି ଠିଆ ହେଇପାରିବ ଛାଇରେ। ତ ସେମିତି ହେଇକି ଫାଇନାଲି ପହଞ୍ଚିଗଲୁ ଆମେ ବାଲିଗୁଡାରେ। ତାପରେ ଯାଇକି ଡାଇରେକ୍ଟ ଲଞ୍ଚ କରିଦେଲୁ। ଆଉ ତମମାନେ ମୋର ଚ୍ୟାନେଲକୁ ସବସ୍କ୍ରାଇବ କରିକି ମୋ ଡିଜାଷ୍ଟର ଲାଇଭ୍ ଟିକେ ଦେଖିବା ପାଇଁ ଏକ୍ସାଇଟେଡ୍ ହୁଅ।